କେଏମ୍ ଭାଲିଆସାହିରେ ରକ୍ତଦାନ ଶିବିର। ଗଜପତି ଜିଲ୍ଲାର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମପଞ୍ଚାୟତ ଠାରେ ସଚେତନ ନାଗରିକ ମଞ୍ଚ ତରଫରୁ ଜୁନିୟର ରେଡକ୍ରସ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉଦୟଗିରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲରିମନ ଖର୍ସେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଯମୁନା ଦଳବେହେରା, ସରପଞ୍ଚ ଦ୍ରୌପଦୀ ରୋହିତ, ସମିତି ସଭ୍ୟା ପ୍ରମିତା ରୋହିତ, ମଧୁସ୍ମିତା ପାତ୍ର, କେ ଧନଲକ୍ଷ୍ମୀ, ରାମଚନ୍ଦ୍ର ଦଳବେହେରା, ମମତା ମଞ୍ଜରୀ ଜେନା, ପବିତ୍ର ଗମାଙ୍ଗ, ପ୍ରିୟଦର୍ଶୀ ପୂଜାରୀ ଆଦି ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଜୁନିୟର ରେଡକ୍ରସର ସହ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ଏବଂ ଜୁନିୟର ରେଡକ୍ରସର ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଓଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଲୋକମାନଙ୍କ ମଧ୍ୟରେ ଭାଇଚାରାର ଭାତୃଭାବ ସୃଷ୍ଟି କରି ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ସହିତ ସମାଜର ମଙ୍ଗଳ ନିମିତ୍ତ ଏହି ସଚେତନ ନାଗରିକ ମଞ୍ଚ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଘୋଷଣା କରାଯାଇଥିଲା। ଏହି ନାଗରିକ ମଞ୍ଚରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଉଦୀୟମାନ ଯୁବକ ଭାଇମାନେ ନାମ ପଞ୍ଜୀକୃତ କରିବା ସହିତ ଆଗ୍ରହୀ ଥିବାର ଲକ୍ଷ୍ୟ କରାଯାଇଛି। ଉକ୍ତ ଅବସରରେ ସ୍ୱଇଚ୍ଛାରେ ଯୁବ ଭାଇମାନେ ପ୍ରଥମ ଥର ପାଇଁ 41 ୟୁନିଟ୍ ରକ୍ତଦାନ କରି ନିଜର ମହତ ଗୁଣକୁ ପ୍ରଦର୍ଶନ କରିଛନ୍ତି। ଏଭଳି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଉଦୟଗିରି ବ୍ଲକରୁ ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ ଖବର ତରଙ୍ଗ।